ଗପଟିର ନାମ ହାତୀ ଓ ବିଲୁଆ। ଗୋଟିଏ ବଣରେ ହାତୀଟିଏ ରହୁଥାଏ। ହାତୀଟିକୁ ବଣର ଅନ୍ୟ ପଶୁମାନେ ବଡ଼ ଭୟ କରୁଥାନ୍ତି, କାରଣ ତା ଶରୀରଟି ବହୁତ ବଡ଼। ସେ ବଣରେ କେତେଗୁଡ଼ିଏ ବିଲୁଆ ରହୁଥାନ୍ତି। ଥରେ ସେମାନେ ବିଚାର କଲେ କିପରି ହାତୀଟିକୁ କୌଶଳ କରି ମାରିଦିଅନ୍ତେ କି ତାଙ୍କର ଭୟ ଆଉ ରହନ୍ତା ନାହିଁ। ତା ଛଡ଼ା ତାର ମାଂସ ମଧ୍ୟ ଅନେକ ଦିନ ଧରି ସେମାନେ ଖାଆନ୍ତେ। ସେଇଠୁ ନାନା ବିଚାର ଆଲୋଚନା ପରେ ସେମାନେ ଗୋଟିଏ ଯୋଜନା କଲେ। ସେମାନେ ହାତୀ ପାଖକୁ ଯାଇ ତାକୁ କହିଲେ, ମହାଶୟ, ଆପଣ ତ ମହାରାଜା ପରି ଦିଶୁଛନ୍ତି, ତେଣୁ ଆଜଠୁ ଆପଣଙ୍କୁ ଆମେ ରାଜାର ମୁକୁଟ ପିନ୍ଧାଇବାକୁ ସ୍ଥିର କରିଛୁ। ହାତୀ ଏହା ଶୁଣି ବହୁତ ଖୁସି ହୋଇଗଲା। ବିଲୁଆମାନେ କହିଲେ, ଆପଣ ଆଗେ ଆଗେ ଚାଲନ୍ତୁ, ଆମେ ଆପଣଙ୍କ ପଛେ ପଛେ ଯାଉଛୁ। ହାତୀଟିର ଚେହେରା ସିନା ବଡ଼, ମାତ୍ର ବୁଦ୍ଧି କମ୍। ବିଲୁଆମାନଙ୍କ କଥାରେ ଭୁଲିଯାଇ ସେ ଆଗେ ଆଗେ ଚାଲିଲା। ଆଗରେ ଯେ ଗୋଟିଏ ବଡ଼ ପଙ୍କଗାଡ଼ିଆ ଅଛି, ତାହା ସେ ଦେଖି ନ ପାରି ପାଦ ପକାଇ ଦେବା ମାତ୍ରକେ ସେଇ ପଙ୍କରେ ଅଧା ବୁଡ଼ିଗଲା। ସେଠାରୁ ବାହାରି ଆସିବା ପାଇଁ ସେ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହେଲା। ସେଇଠୁ ବିଲୁଆମାନେ ଆସି ତାକୁ ଜିଅନ୍ତାରେ ମାରି ଖାଇବାକୁ ଉଦ୍ୟମ କଲେ। ସେତେବେଳେ ସେ ଯାଇ ବୁଝିଲା ଯେ ବୃଥା ପ୍ରଶଂସାରେ ଭୁଲି ସେ ନିଜ ଜୀବନଟିକୁ ହରାଇଲା।